ମୁଁ ବିଷ୍ଣୁ ପ୍ରବୀଣ ବିଡିଓ କାକଟପୁର। ଆମର କାକଟପୁର ବ୍ଲକରେ ଆଜି 3ଟି ସ୍ଥାନରେ ଆମର ସୁଭଦ୍ରାର ପଥପ୍ରାନ୍ତ ସଭା ଆୟୋଜନ କରାଯାଇଛି। ଗୋଟେ ହେଲା କାକଟପୁର ବସଷ୍ଟାଣ୍ଡ, ଆଉ ଗୋଟେ ବାଙ୍ଗୁରିଗାଁ ହସ୍ପିଟାଲ ପରିସର ମଧ୍ୟରେ ଗୋଟେ ପଥପ୍ରାନ୍ତ ସଭା ହୋଇଛି, ଆଉ ଗୋଟେ ଅମୁହିଆ ପାଟଣା ହାଟ ପାଖରେ ଗୋଟେ ପଥପ୍ରାନ୍ତ ସଭା ହେଇଛି। ଏମିତି ଆମେ 3ଟି ଜାଗାରେ ପଥପ୍ରାନ୍ତ ସଭା କରି ସବୁ ପଞ୍ଚାୟତକୁ କଭର କରିଛୁ। ଏବଂ ଏହା ଥିଲା ସରକାରଙ୍କ ଯୋଉ ସୁଭଦ୍ରା ଯୋଜନା, ଯୋଉ ମା ମାନଙ୍କୁ ଯୋଉ ସଶକ୍ତି କରିବା ପାଇଁ ସଶକ୍ତିକରଣ ଏବଂ ମହିଳା ମାନଙ୍କର ସ୍ୱାବଲମ୍ବୀ କରିବା ପାଇଁ ଯୋଉ ଯୋଜନା, ତ ବର୍ଷକୁ 10,000 ଟଙ୍କା ମିଳିବ, 5 ବର୍ଷ ଯାଏଁ 50,000 ଟଙ୍କା ମିଳିବ। ପ୍ରଥମ କିସ୍ତି ସେପ୍ଟେମ୍ବର 17 ତାରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସରେ ଯୋଉଦିନ ଏହି ଯୋଜନାଟି ଆରମ୍ଭ ହୋଇଥିଲା ସେଇଦିନ ମିଳିଥିଲା ଏବଂ ଦ୍ୱିତୀୟ କିସ୍ତି ମାର୍ଚ୍ଚ 8 ତାରିଖରେ ମିଳିବାର ଅଛି। ତ ବିଶ୍ୱ ମହିଳା ଦିବସ ଅବସରରେ ସେଇ ଦ୍ୱିତୀୟ କିସ୍ତି ମିଳିବ ଏବଂ ତାହାର ପ୍ରଚାର ପ୍ରସାର ପାଇଁ ଏହି ପଥପ୍ରାନ୍ତ ସଭାର ଆରମ୍ଭ ଲକ୍ଷ୍ୟ ଥିଲା। ତ ମୁଁ ଭାବୁଛି ଆଜି କାକଟପୁରରେ ମା ମାନେ ବହୁତ ଭଲ ଭାବରେ ଆମର ଅଂଶଗ୍ରହଣ କରିଛନ୍ତି ପଥପ୍ରାନ୍ତ ସଭାରେ ଏବଂ ସମସ୍ତଙ୍କ ମୁହଁରେ ହସ ଅଛି। ମୁଁ ଭାବୁଛି ଆଗାମୀ ଦିନରେ ନିଶ୍ଚିତ ଭାବରେ ସୁଭଦ୍ରା ଯୋଜନା ମା ମାନଙ୍କ ମୁହଁରେ ହସ ଫୁଟାଇବ। ମୁଁ ହେଉଛି କାକଟପୁର ICDS ଅଫିସର ହେଡକ୍ୱାର୍ଟର ସୁପରଭାଇଜର ରାଜଲକ୍ଷ୍ମୀ ଦେଇ। ଆଜି ମତେ ଆମ କାକଟପୁର ବ୍ଲକରେ 3 ଜାଗାରେ ପଥପ୍ରାନ୍ତ ସଭା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆମର କାକଟପୁର ନୂଆ ବସଷ୍ଟାଣ୍ଡ, ବାଙ୍ଗୁରିଗାଁ ମେଡିକାଲ ଆଉ ଅମୁନିଆପଟଣା ହାଟ କଟକଣା, ଏଇ 3 ଜାଗାରେ ମତେ କାକଟପୁର ବସଷ୍ଟାଣ୍ଡର ଦାୟିତ୍ୱ ଦିଆଯାଇଛି ପଥପ୍ରାନ୍ତ ସଭା ପାଇଁ। ପ୍ରଥମେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଏଇ 27 ତାରିଖରେ ଏହା ଶୁଭାରମ୍ଭ କରାଯାଇଥିଲା। ସେଦିନ ମା ମାନଙ୍କୁ ସୁଭଦ୍ରାର ପ୍ରଥମ କିସ୍ତି ଦିଆଯାଇଥିଲା। ସେଇଦିନ ତାପରେ ଆଉ ମାର୍ଚ୍ଚ 8ରେ ଅନ୍ତର୍ଜାତୀୟ ମହିଳା ଦିବସରେ ସେକେଣ୍ଡ କିସ୍ତି ସେମାନଙ୍କୁ ଦିଆଯିବ। ଆଉ ଯୋଉମାନଙ୍କର EKYC NPCI ଫେଲୁଅର ଥିଲେ ତାଙ୍କର ଏଇ 6, 7, 8 ଭିତରେ ସମସ୍ତଙ୍କୁ ମିଳିବ ଫାଷ୍ଟ କିସ୍ତି। ପଞ୍ଚମ ପର୍ଯ୍ୟାୟ, ଷଷ୍ଠ ପର୍ଯ୍ୟାୟ ସବୁ ମିଳିବ।